हेलो एवरीवन ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଆଜି ଆମେ ଆର୍ଟ ଏଜୁକେସନ୍ର ୟୁନିଟ୍ 4 ପଢ଼ିବା। ୟା ପୂର୍ବରୁ ଆପଣ ବିଏଡ୍ ସେକେଣ୍ଡ ସେମିଷ୍ଟରରେ ଯେତିକି ବି ସବଜେକ୍ଟ ଅଛି ତାର କମ୍ପ୍ଲିଟ୍ ଭିଡ଼ିଓ ମୋ ୟୁଟ୍ୟୁବ୍ ପ୍ଲେଲିଷ୍ଟରେ ରହିଥିବ, ଆପଣ ଯାଇକି ସେଠି ଦେଖିପାରିବେ। ଆଜି ପଢ଼ିବା କଣ୍ଟ୍ରିବ୍ୟୁସନ୍ ମେଡ୍ ବାଇ କଣ୍ଟେମ୍ପରାରୀ ଥିଙ୍କର୍ସ ଅନ୍ ଆର୍ଟ ଆଣ୍ଡ ଏଜୁକେସନ୍। ଫାଷ୍ଟ ବୁଝିବା ରବୀନ୍ଦ୍ରନାଥ ଠାକୁରଙ୍କ ବିଷୟରେ। ବାର୍ଥ ଆଣ୍ଡ ବ୍ୟାକଗ୍ରାଉଣ୍ଡ, କେଉଁଠି ଜନ୍ମଗ୍ରହଣ କରିଥିଲେ ଦେଖିବା। ସେ 7 ମେ 1861 ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ଗୋଟେ ବେଙ୍ଗଲୀ ବ୍ରାହ୍ମଣ ଫ୍ୟାମିଲିରୁ ସେ ବିଲଙ୍ଗ କରୁଥିଲେ। ତାଙ୍କ ବାପାଙ୍କ ନାଁ କ'ଣ ଥିଲା ନା ଦେବେନ୍ଦ୍ରନାଥ ଟାଗୋର, ଆଉ ତାଙ୍କ ମାତାଙ୍କ ନାମ ଥିଲା ଶାରଦା ଦେବୀ। ଓକେ, ହି ଷ୍ଟାର୍ଟେଡ୍ ରାଇଟିଂ ପୋଏମ୍ସ ଏଟ୍ ଦି ଏଜ୍ ଅଫ୍ 8। 8 ବର୍ଷ ବୟସରେ ସେ ହେଉଛନ୍ତି ଗୀତ ଲେଖିବା ଷ୍ଟାର୍ଟ କରିଦେଇଥିଲେ। ତାଙ୍କର ରୋଟ୍ ହିଜ୍ ଫାର୍ଷ୍ଟ ଷ୍ଟୋରି ଡ୍ରାମା ଏଟ୍ 16। 16 ବର୍ଷ ବୟସରେ ସେ ତାଙ୍କର ଫାଷ୍ଟ ଷ୍ଟୋରି ଲେଖିବା ଷ୍ଟାର୍ଟ କରିଦେଇଥିଲେ, ଆଉ ଡ୍ରାମା ମଧ୍ୟ ସେମାନେ କରୁଥିଲେ। Did not like formal education and believed in creative learning। ହେଲା, ତାଙ୍କୁ ହେଉଛି ଏଇ ଯେଉଁ ଫର୍ମାଲ ଏଜୁକେସନ୍ ସ୍କୁଲ ଯିବା, ଏଇ ଆମର ସାଇନ୍ସ ମ୍ୟାଥ୍ ଇଂଲିଶ ଏସବୁ ପଢ଼ିବା ତାଙ୍କୁ ସେଇଟା ପସନ୍ଦ ନଥିଲା। ସେ ସବୁବେଳେ ପାଇଁ କ୍ରିଏଟିଭ୍ ଲର୍ଣ୍ଣିଂ ଉପରେ ଫୋକସ୍ କରୁଥିଲେ, ଆର୍ଟ୍ସ ଏଜୁକେସନ୍ ଉପରେ ସେ ଫୋକସ୍ କରୁଥିଲେ। ପର୍ସନାଲ ଲାଇଫ୍, କାହାକୁ ମ୍ୟାରେଟ୍ କରିଥିଲେ ନା ମୃଣାଲିନୀ ଦେବୀ 1883 ମସିହାରେ ଆମର ହେଉଛି ମ୍ୟାରେଜ୍ କରିଥିଲେ। 5 ଜଣ ପିଲା ଥିଲେ, ଟୁ ଅଫ୍ ହୋମ୍ ଡାଏଡ୍ ୟଙ୍ଗ। 2 ଜଣ ମାନେ ୟଙ୍ଗ ଏଜ୍ରେ 2 ଜଣ ତା ଭିତରୁ ମରିଯାଇଥିଲେ। ତାପରେ ଲିଟରାରୀ ୱାର୍କସ୍, କ'ଣ କ'ଣ ଲିଟରାରୀ ୱାର୍କ କରୁଛନ୍ତି ସେମାନେ। known mainly as a poet but also wrote novel, short stories, plays and essay। ହେଲା, ତାଙ୍କୁ ତ ବେସିକାଲି ପୋଏଟ୍ ଭାବରେ କବି ଭାବରେ ଜାଣିଛନ୍ତି ସମସ୍ତେ, କିନ୍ତୁ ସେ ବହୁତ ଗୁଡ଼େ ନଭେଲ୍ ଲେଖିଛନ୍ତି, ସର୍ଟ ଷ୍ଟୋରିଜ୍ ଲେଖିଛନ୍ତି, ଆଉ ପ୍ଲେଜ୍ ଆଉ ଏସେ ମଧ୍ୟ ଲେଖିଛନ୍ତି। ତାଙ୍କର କିଛି ଫେମସ୍ ୱାର୍କ ବିଷୟରେ ଦେଖିବା। ସେ ଗୀତାଞ୍ଜଳି ଲେଖିଛନ୍ତି, ଗୋରା ଲେଖିଛନ୍ତି, ଘରେ ବାହାରେ ଲେଖିଛନ୍ତି, ଆଉ ଗଳ୍ପଗୁଚ୍ଛ ମଧ୍ୟ ଲେଖିଛନ୍ତି ରବୀନ୍ଦ୍ରନାଥ ଟାଗୋର। ଏଠି ରବୀନ୍ଦ୍ରନାଥ ଟାଗୋରଙ୍କର କିଛି ଫେମସ୍ ୱାର୍କ ଆଡ଼ ବିଷୟରେ ଦେଖିଛି। ଡାକଘର ଲେଖିଥିଲେ ସେ, ଗଳ୍ପଗୁଚ୍ଛ ଲେଖିଥିଲେ, ଗୀତାଞ୍ଜଳି ଲେଖିଥିଲେ, ଜନଗଣ ମନ ଯେଉଁ ଆନ୍ଥିମ୍ ଅଛି ଆମର ତାକୁ ଲେଖିଥିଲେ। ଆମର ସୋନାର ବାଂଲା ଇଏ ହେଉଛି ଆମର ୱେଷ୍ଟ ବେଙ୍ଗଲର ତାଙ୍କର ଆନ୍ଥିମ୍। ତାପରେ ଗୋରା ଲେଖିଥିଲେ, ଆଉ ରବୀନ୍ଦ୍ର ସଙ୍ଗୀତ ମଧ୍ୟ ସେ ଲେଖିଥିଲେ। won the Nobel Prize in Literature in 1913 for Gitanjali, became the first Asian to receive it। 1913 ମସିହାରେ ଗୀତାଞ୍ଜଳି ପାଇଁ ସେ ହେଉଛନ୍ତି ନୋବେଲ ପ୍ରାଇଜ୍ ପାଇଥିଲେ, ଯେ ଫାଷ୍ଟ ଏସିଆନ୍ ଥିଲେ ଯିଏକି ଏଇଟା ଫାଷ୍ଟ ରିସିଭ୍ କରିଥିଲେ। ତାଙ୍କ ଆଗରୁ ଆଉ କିଏ ନୋବେଲ ପ୍ରାଇଜ୍ ପାଇନଥିଲେ। ପୋଏଟ୍ରି ଆଣ୍ଡ ସଙ୍ଗସରେ କ'ଣ ଲେଖିଲେ। ରୋଟ୍ ଓଭର 2200 ସଙ୍ଗସ୍ ନୋନ୍ ଏଜ୍ ରବୀନ୍ଦ୍ର ସଙ୍ଗୀତ। ସେ 2200ରୁ ଅଧିକ ସଙ୍ଗ ଲେଖିଛନ୍ତି, ଯାହାକୁ ସମସ୍ତଙ୍କୁ ମିଶାଇକି ଆମେ ତାଙ୍କୁ ରବୀନ୍ଦ୍ର ସଙ୍ଗୀତ ବୋଲି କହିଥାଉ। ହିଜ୍ ପୋଏଟ୍ରି ୱାଜ୍ ଇନ୍ସପାୟାର୍ଡ ବାଇ ନେଚର, ଲାଇଫ୍ ଆଣ୍ଡ ସ୍ପିରିଚୁଆଲିଟି। ସେ ଯେଉଁ ପୋଏଟ୍ରି ଲେଖୁଥିଲେ ସେ ସବୁ କାହା ଉପରେ ସେମାନେ ଲେଖୁଥିଲେ, ଆମ ପରିବେଶ ଉପରେ, ଲାଇଫ୍ ଉପରେ ଆଣ୍ଡ ସ୍ପିରିଚୁଆଲିଟି, ଆଧ୍ୟାତ୍ମିକତା ଉପରେ ବେସ୍ କରିକି ସେ ସବୁ ପୋଏଟ୍ରି ଆଡ଼କ ଲେଖୁଥିଲେ। ପୋଏମ୍ସ reflect human emotions and deep thoughts about life and God। ତାଙ୍କର ଯେଉଁ ପୋଏମ୍ ଆଡ଼କ ଥିଲା, ତାଙ୍କର ଯେଉଁ ଗୀତ ଆଡ଼କ ଥିଲା, ସେ ହ୍ୟୁମାନର ଇମୋସନ୍ ହେଲା, ଆଉ ହେଉଛି ଭଗବାନ ଆଉ ଲାଇଫ୍ଙ୍କ ସହିତ କେମିତି କ'ଣ ସବୁ ଜଡ଼ିତ ହୋଇକି ରହିଛନ୍ତି, ସେ ସବୁ ଉପରେ ସେମାନେ ହେଉଛି ବେସ୍ କରିକି ଲେଖୁଥିଲେ। ଥିଏଟର ଆଣ୍ଡ ଷ୍ଟୋରି, wrote and act in plays like ବାଲ୍ମୀକି, ପ୍ରତିଭା ଆଣ୍ଡ ଡାକଘର। ହେଲା, ସେ ଦୁଇଟା ମାନେ ଷ୍ଟୋରି ଲେଖିଥିଲେ ଆଉ ଆକ୍ଟିଂ ମଧ୍ୟ କରିଥିଲେ। କ'ଣ ବାଲ୍ମୀକି ପ୍ରତିଭା ଆଉ ଡାକଘରରେ ସେ ଆକ୍ଟିଂ କରିଥିଲେ, ଆଉ ସେ ଷ୍ଟୋରି ମଧ୍ୟ ଲେଖିଥିଲେ ସେ ନିଜେ। ହିଜ୍ ସର୍ଟ ଷ୍ଟୋରିଜ୍ କଲେକ୍ସନ୍ ଗଳ୍ପଗୁଚ୍ଛ ଇନକ୍ଲୁଡ୍ 84 ଷ୍ଟୋରିଜ୍ ବେସ୍ଡ ଅନ୍ ଇଣ୍ଡିଆନ୍ ଭିଲେଜ୍ ଲାଇଫ୍ ଆଣ୍ଡ ହ୍ୟୁମାନ୍ ନେଚର। ତାଙ୍କର ଯେଉଁ ସର୍ଟ ଷ୍ଟୋରିର ଗୋଟେ କଲେକ୍ସନ୍ ଅଛି, ତା ନାଁ କ'ଣ ଗଳ୍ପଗୁଚ୍ଛ, ଯାହା ଭିତରେ 84ଟା ଷ୍ଟୋରି ଅଛି। ଆଉ ସେ ସବୁ କାହା ଉପରେ ବେସ୍ ହେଇକି ନା ଆମର ଯେଉଁ ଇଣ୍ଡିଆନ୍ ଭିଲେଜ୍ ଲାଇଫ୍ ଯେଉଁ ଅଛି, ଗାଁର ଯେଉଁ ଲାଇଫ୍ ଅଛି, ହ୍ୟୁମାନ୍ ମାନଙ୍କର ନେଚର କୋଉଭଳିଆ କ'ଣ ତା ଉପରେ ସେ ଲେଖିଥିଲେ। ପେଣ୍ଟିଂ ଆଣ୍ଡ ଆର୍ଟ, ସେ ମଧ୍ୟ ପେଣ୍ଟିଂ ଆଉ ଆର୍ଟ ମଧ୍ୟ କରିଥିଲେ। 60 ବର୍ଷ ବୟସରେ ସେ ପେଣ୍ଟିଂ କରିବା ଷ୍ଟାର୍ଟ କଲେ। ହେଲ୍ଡ ଏକ୍ଜିବିସନ୍ ଇନ୍ ୟୁରୋପ, ତାଙ୍କର ଯେଉଁ ପେଣ୍ଟିଂ ଆଡ଼କ ୟୁରୋପର ସବୁ ଏକ୍ଜିବିସନ୍ କରାଯାଏ ହେଲା। ହିଜ୍ ପେଣ୍ଟିଂ ଷ୍ଟାଇଲ୍ ୱାଜ୍ ୟୁନିକ୍ ଡ୍ୟୁ ଟୁ ପସିବୁଲ୍ କଲର୍ ବ୍ଲାଇଣ୍ଡନେସ୍। ତାଙ୍କୁ ରେଡ୍ ଆଉ ଗ୍ରୀନ୍ର ହେଉଛି କଲର୍ ବ୍ଲାଇଣ୍ଡନେସ୍ ଥିଲା। ଆମର ରବୀନ୍ଦ୍ରନାଥ ଟାଗୋରଙ୍କୁ ରେଡ୍ ଆଉ ଗ୍ରୀନ୍ର କଲର୍ ବ୍ଲାଇଣ୍ଡନେସ୍ ଥିଲା, ସେଥିପାଇଁ ତାଙ୍କର ଯେଉଁ ପେଣ୍ଟିଂ ଆଡ଼କ ସେ ବନାଉଥିଲେ ସେଇଟା ୟୁନିକ୍ ଥିଲା ହେଲା, ୟୁନିକ୍ ପେଣ୍ଟିଂ ଥିଲା, କାରଣ ତାର ଯେଉଁ କଲର୍ ଆଡ଼କ ଟିକେ ମିସ୍ମେଚ୍ ହେଉଥିଲା, ସେଥିପାଇଁ ସେଇଟା ୟୁନିକ୍ ପେଣ୍ଟିଂ ଆଡ଼କ ଥିଲା। ନ୍ୟାସନାଲ୍ ଆନ୍ଥିମ୍, ରୋଟ୍ ଇଣ୍ଡିଆନ୍ସ ନ୍ୟାସନାଲ୍ ଆନ୍ଥିମ୍ ଜନଗଣ ମନ। ଜନଗଣ ମନ ଲେଖିଥିଲେ ହେଉଛି ଆମର ରବୀନ୍ଦ୍ରନାଥ ଟାଗୋର। ତା ସହିତ ବାଂଲାର ଲେଖିଥିଲେ ଆମର ସୋନାର ବାଂଲା, ଆଉ ଶ୍ରୀଲଙ୍କାର ଲେଖିଥିଲେ ଶ୍ରୀଲଙ୍କା ମାଥା। ଇଏ ଆମର ନ୍ୟାସନାଲ୍ ଆନ୍ଥିମ୍ ଆଡ଼କ ଲେଖିଥିଲେ। ତାପରେ ଏଜୁକେସନାଲ୍ ଭ୍ୟୁଜ୍, କ୍ରିଟିସାଇଜ୍ଡ ଟ୍ରାଡିସନାଲ୍ ଏଜୁକେସନ୍। ସେ ଆମର ଯେଉଁ ଟ୍ରାଡିସନାଲ୍ ମେଥଡ଼ର ଯେଉଁ ଛୁଆମାନଙ୍କୁ ପାଠ ପଢ଼ା ହେଉଛି, ଖାଲି ସାର୍ ଆସିକି ପଢ଼ଉଥିବେ, ଛୁଆମାନେ ବସିକି ଶୁଣୁଥିବେ, ସେଟାକୁ ସେ କ୍ରିଟିସାଇଜ୍ କରିଥିଲେ, ତାକୁ ସେ ନିନ୍ଦା କରିଥିଲେ। ସେ ଆମର ଯେଉଁ ମଡ଼ର୍ଣ୍ଣ ଏଜୁକେସନ୍କୁ ସେ ହେଉଛି ଏମ୍ଫାସିସ୍ କରିଥିଲେ।
ଫାଉଣ୍ଡେଡ୍ ବିଶ୍ୱଭାରତୀ ୟୁନିଭର୍ସିଟି ଇନ୍ ଶାନ୍ତିନିକେତନ 1921 1921 ମସିହାରେ ଶାନ୍ତିନିକେତନରେ ସେ ବିଶ୍ୱଭାରତୀ ୟୁନିଭର୍ସିଟି ପ୍ରତିଷ୍ଠା କରିଥିଲେ ଯେଉଁଠି ପିଲାମାନଙ୍କୁ ସବୁ ଆର୍ଟ ଏଜୁକେସନ୍ ବିଷୟରେ ପଢ଼ାଯାଉଥିଲା। ବିଲିଭ୍ଡ ଇନ୍ ଲର୍ଣ୍ଣିଂ କ୍ଲୋଜ୍ ଟୁ ନେଚର ଆଣ୍ଡ ଟିଚର ଷ୍ଟୁଡେଣ୍ଟ ବଣ୍ଡିଂ ଲାଇକ୍ ଆନସିଏଣ୍ଟ ଗୁରୁକୁଳ ହେଲା। ସେ କହୁଥିଲେ ଲର୍ଣ୍ଣିଂ ହେଉଛି ନେଚର ସହିତ ବହୁତ ଜଡ଼ିତ ଭାବରେ ହେଇଛି। ତମେ ଯଦି ଛୁଆମାନଙ୍କୁ ପଢ଼ଉଛ ତାହେଲେ ନେଚର ସହିତ ଆକ୍ୱେଟେଡ୍ କରିକି ପଢ଼ାଅ। ଆଉ ଟିଚର ଆଉ ଷ୍ଟୁଡେଣ୍ଟର ବଣ୍ଡିଂ କୋଉ ଭଳିଆ ହେବା ଦରକାର ନା ହେଉଛି ପୂର୍ବରେ ଯେଉଁଭଳିଆ ଗୁରୁକୁଳରେ ଯେଉଁଭଳିଆ ହେଉଛି ଟିଚର ଆଉ ଷ୍ଟୁଡେଣ୍ଟର ଯେଉଁଭଳିଆ ବଣ୍ଡିଂ ଥିଲା ସେଭଳିଆ ହେବା ଦରକାର। ତାପରେ ସିଏ ଗଲା ପରେ ତାଙ୍କୁ କୋଉ ଭଳିଆ କ'ଣ ଲେଗାସି କରିଥିଲା। ନୋନ୍ ଏଜ୍ ଗୁରୁଦେବ ଆଣ୍ଡ ରିଗାର୍ଡେଡ୍ ଏଜ୍ ଏ ଗ୍ରେଟ୍ ପୋଏଟ୍ ଆଣ୍ଡ ଥିଙ୍କର। ତାଙ୍କୁ ଗୁରୁଦେବର ଆଖ୍ୟା ଦିଆଯାଇଥିଲା ଆଉ ତାଙ୍କୁ ହେଉଛି ଗୋଟେ ମାନେ ବହୁତ ବଡ଼ ପୋଏଟ୍ ଆଉ ଥିଙ୍କରଙ୍କର ଆଖ୍ୟା ଦିଆଯାଇଥିଲା। ଇନଫ୍ଲୁଏନ୍ସଡ ଲିଟରେଚର ଆଣ୍ଡ ମ୍ୟୁଜିକ୍ ଆକ୍ରସ୍ ଦି ୱାର୍ଲଡ। ସେ ଯେଉଁ ସବୁ ଲେଖିଥିଲେ କଳା ସାହିତ୍ୟ ସବୁ ଲେଖିଥିଲେ ବା ତାଙ୍କର ଯେଉଁ ମ୍ୟୁଜିକ୍ ଆଡ଼କୁ ଥିଲା ଯେଉଁ ରବୀନ୍ଦ୍ର ସଙ୍ଗୀତ ସେ ଆଡ଼କୁ ପୁରା ବିଶ୍ୱରେ ଆଉ ହେଉଛି ବହୁତ ହେଉଛି ଲୋକମାନଙ୍କୁ ଇନଫ୍ଲୁଏନ୍ସ କଲା। ହିଜ୍ ରାଇଟିଂ ଆର୍ ଷ୍ଟିଲ୍ ରିଡ୍ ଆଣ୍ଡ ରେସ୍ପେକ୍ଟେଡ୍ ଗ୍ଲୋବାଲି। ତାଙ୍କର ଯେଉଁ ସେ ସବୁ ଲେଖିଥିଲେ ଏବେ ମଧ୍ୟ ତାକୁ ସବୁ ପଢ଼ାଯାଏ ଆଉ ତାକୁ ପୁରା ଦେଶରେ ସବୁଆଡ଼େ ରେସ୍ପେକ୍ଟେଡ୍ କରାଯାଏ। ଏଇଠି ସବୁ ପୁରା ଜିଷ୍ଟଟାକୁ ଏଠି ଲେଖିଦେଇଛି। ରବୀନ୍ଦ୍ରନାଥ ଟାଗୋରର କିଛି ୱାର୍କ ଯେଉଁ ଥିଲା ତାକୁ ଲେଖିଛି, ପ୍ଲେସ୍ ଯେଉଁ କିଛି କରିଥିଲେ ବା ତାଙ୍କ ଏସେ ଫିଲୋସଫି ସଙ୍ଗ ଏଇଟା ତୁମେ ପଢ଼େଇ ପାରିବ। ମୁଁ ଏଇ ଯେଉଁ ଇଆଡ଼କୁ ଲେଖିଛି ତୁମ ବହିର ପୁରା ହେଉଛି ଏସେ ଭଳିଆ ଦେଇଛି ଆଉ ତାକୁ ସେ ମୁଁ ଏଠି ମାନେ ସମରାଇଜ୍ କରିକି ଲେଖିଛି ଯାହା ତୁମକୁ ପଢ଼ିବା ପାଇଁ ମଧ୍ୟ ଇଜି ହେବ। ତାପରେ ବୁଝିବା ଆନନ୍ଦ କେନ୍ତିସ୍ କୁମାରସ୍ୱାମୀ ହେଲା। ତାଙ୍କ ବିଷୟରେ ଦେଖିବା। ତାଙ୍କର ଫୁଲ୍ ନେମ୍ ଥିଲା ଆନନ୍ଦ କେନ୍ତିସ୍ କୁମାରସ୍ୱାମୀ। ଜନ୍ମଗ୍ରହଣ କରିଥିଲେ 1877 ଅଗଷ୍ଟ 22ରେ। କେଉଁଠି ନା କଲମ୍ବୋ ଯେଉଁ ଏବେ ଶ୍ରୀଲଙ୍କାରେ ଅଛି ବ୍ରିଟିଶ ସିଲୋନରେ। ଡାଏଟ୍ ହେଇଥିଲେ 9 ସେପ୍ଟେମ୍ବର 1947 1947 ମସିହା ସେପ୍ଟେମ୍ବର 9ରେ ସେ ମାନେ 70 ବର୍ଷ ଏଜ୍ରେ ମରିଯାଇଥିଲେ। କେଉଁଠି ମରିଥିଲେ ନା ହେଉଛି ୟୁଏସ୍ଏ ମୃତ୍ୟୁବରଣ କରିଥିଲେ ୟୁଏସ୍ରେ ନିଦଧାମ ହେଲା। ନିଧମ ଏଇଭଳିଆ ଗୋଟେ ଜାଗାରେ ସେ ହେଉଛି ମୃତ୍ୟୁବରଣ କରିଥିଲେ। ନ୍ୟାସନାଲିଟି ତାଙ୍କର ଥିଲା ଶ୍ରୀଲଙ୍କା ଆଣ୍ଡ ଆମେରିକାନ ସେ ହେଉଛନ୍ତି ନ୍ୟାସନାଲିଟି ଜଣେ ଥିଲେ ହେଲା। ରିଲିଜନରେ ସେ ଜଣେ ହିନ୍ଦୁ ଥିଲେ ଆଉ ସେ ତାଙ୍କର ପ୍ରଫେସନ୍ କ'ଣ ଥିଲା ନା ସେ ମେଟାଫିଜିସିଆନ୍ ଜଣେ ଥିଲେ, ଫିଲୋସଫର ଥିଲେ ଆଉ ହିଷ୍ଟୋରିଆନ୍ ମଧ୍ୟ ଥିଲେ। ତାଙ୍କ ବିଷୟରେ କିଛି ଦେଖିବା। ଆନନ୍ଦ କୁମାରସ୍ୱାମୀ ୱାଜ୍ ଏ ତାମିଲ ପ୍ରଫେସର ଆଣ୍ଡ ମେଟାଫିଜିସିଆନ୍। ସେ ଜଣେ ତାମିଲ ପ୍ରଫେସର ଥିଲେ ତା ସହିତ ଜଣେ ମେଟାଫିଜିସିଆନ୍ ଥିଲେ। ମେଟାଫିଜିସିଆନ୍ର ଗୋଟେ ଫିଲୋସଫିର ଗୋଟେ ବ୍ରାଞ୍ଚଟାକୁ ମେଟାଫିଜିସିଆନ୍ କୁହାଯାଏ। ତାପରେ ହେଉଛି ହି ପ୍ଲେଡ୍ ଏନ୍ ଇମ୍ପୋର୍ଟାଣ୍ଟ ରୋଲ୍ ଇନ୍ ଇଣ୍ଟ୍ରୋଡ୍ୟୁସିଂ ଇଣ୍ଡିଆନ୍ ଆର୍ଟ ଆଣ୍ଡ କଲଚର ଟୁ ଦି ୱେଷ୍ଟର୍ଣ୍ଣ ୱାର୍ଲଡ। ଆମର ଯେଉଁ ଇଣ୍ଡିଆର ଯେଉଁ ଆର୍ଟ ଆଡ଼କୁ ରହିଛି ଆମର ଯେଉଁ କଲଚର ଆଡ଼କୁ ରହିଛି ସେ ସବୁ ୱେଷ୍ଟର୍ଣ୍ଣ ୱାର୍ଲଡରେ ନେଇକି ସେ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ। ବାହାର ଦେଶରେ ହେଲା ଯେଉଁ ୟୁଏସ୍ଏ ଆମେରିକା ଏସବୁରେ ହେଉଛି ସେ ନେଇକି ଆମ ଇଣ୍ଡିଆନ୍ ଆର୍ଟଟାକୁ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ। ହି ରିଗାର୍ଡେଡ୍ ଏଜ୍ ଏ ଗ୍ରାଉଣ୍ଡ ବ୍ରେକିଂ ଥିଓରିଷ୍ଟ ଅଫ୍ ଟ୍ରାଡିସନାଲ ଇଣ୍ଡିଆନ୍ ଆର୍ଟ। ଆମ ଟ୍ରାଡିସନାଲ ଯେଉଁ ଇଣ୍ଡିଆନ୍ ଆର୍ଟ ଅଛି ତାର ଗ୍ରାଉଣ୍ଡ ବ୍ରେକିଂ ଥିଓରିଷ୍ଟ ଭାବରେ ତାଙ୍କୁ ହେଉଛି ସମ୍ମାନ କରାଯାଏ। ଫ୍ୟାମିଲି ଆଣ୍ଡ ଆର୍ଲି ଲାଇଫ୍ କେଉଁଭଳିଆ କ'ଣ ଥିଲା। ତାଙ୍କ ବାପାଙ୍କ ନାଁ ଥିଲା ଶ୍ରୀ ମୁଥୁ କୁମାରସ୍ୱାମୀ, ମା ଥିଲେ ଏଲିଜାବେଥ ବେବି। ତାଙ୍କ ବାପା ହେଉଛି ଅଳ୍ପ ବୟସରେ ମାନେ ମୃତ୍ୟୁବରଣ କରିଥିଲେ। ଯେତେବେଳେ ଆନନ୍ଦ 2 ବର୍ଷର ଥିଲେ ସେତେବେଳେ ତାଙ୍କ ବାପା ମରିଯାଇଥିଲେ ଆଉ ସେ ସେଥିପାଇଁ ତାଙ୍କର ଯେଉଁ ମୋଷ୍ଟ ଅଫ୍ ଦି ଟାଇମ୍ ଅଛି ତାଙ୍କ ଚାଇଲ୍ଡହୁଡ୍ ଆଉ ବା ତାଙ୍କ ଏଜୁକେସନ୍ ସବୁ ସେ ଆବ୍ରୋଡ୍ରେ କରିଥିଲେ। ତାଙ୍କର କିଛି ଫେମସ୍ ୱାର୍କ ଆଡ଼କୁ ଦେଖିବା। ଅନ୍ ଟ୍ରାଡିସନାଲ ଆର୍ଟ ଆଣ୍ଡ ଇଣ୍ଡିଆନ୍ କଲଚର ଉପରେ ସେ କିଛି ଲେଖିଥିଲେ। ଯେଉଁଭଳିଆ ଫିଗର୍ସ ଅଫ୍ ସ୍ପିଚ୍ ଅର୍ ଫିଗର୍ସ ଅଫ୍ ଥଟ୍ 2007ରେ ଲେଖିଥିଲେ। ଇଣ୍ଟ୍ରୋଡକ୍ସନ୍ ଟୁ ଇଣ୍ଡିଆନ୍ ଆର୍ଟ, ବୁଦ୍ଧିଷ୍ଟ ଆର୍ଟ, ଗାର୍ଡିଆନ୍ସ ଅଫ୍ ଦି ସୁନ୍ଦର, ହିଷ୍ଟ୍ରି ଅଫ୍ ଇଣ୍ଡିଆନ୍ ଆଣ୍ଡ ଇଣ୍ଡୋନେସିଆନ୍ ଆର୍ଟ, ଟିଚିଂ ଅଫ୍ ଡ୍ରଇଂ ଇନ୍ ସିଲୋନ୍ ଆଉ ଦ ଇଣ୍ଡିଆନ୍ କ୍ରାଫ୍ଟସମ୍ୟାନ୍ ଆଉ ଇଣ୍ଡିଆନ୍ ମ୍ୟୁଜିକ୍ ଏସବୁ କିଛି ତାଙ୍କର ଲେଖା ସବୁ ଥିଲା ଯିଏକି ଇଣ୍ଡିଆନ୍ ଆର୍ଟ ଆଉ ଟ୍ରାଡିସନାଲ୍ ଆର୍ଟ ଉପରେ। ଆଉ ଅଦର କିଛି ନୋଟେବୁଲ୍ ୱାର୍କ ଅଛି ଯେଉଁଭଳିଆ କ୍ୟାଟଲଗ୍ ଅଫ୍ ସ୍କଲ୍ପଚର୍ ବାଇ ଜନ୍ ମାଉବ୍ରେ କ୍ଲାର୍କ, ରାଜପୁତ ପେଣ୍ଟିଂ 2003 ମସିହାରେ ସେ କରିଥିଲେ। ଦ ଅରିଜିନ୍ ଅଫ୍ ଦି ବୁଦ୍ଧା ଇମେଜ୍, ଦ ଡୋର୍ ଇନ୍ ଦ ସ୍କାଏ, ଦ ଟ୍ରାନ୍ସଫର୍ମେସନ୍ ଅଫ୍ ନେଚର ଇନ୍ ଦ ଆର୍ଟ, ଦ ବ୍ରୋଞ୍ଜ ଫ୍ରମ୍ ସିଲୋନ୍ ଏସବୁ କିଛି ତାଙ୍କର ଲେଖା ଗୁଡ଼ାକ ଫେମସ୍ ୱାର୍କ ଗୁଡ଼ାକ ଅଛି। ତାପରେ ପରେ ଯଦି ଛୁଆ ଆମର ମାନେ କଥା କହିବାର ଟିକେ ସ୍ପିଡ଼ଟା ଟିକେ ଅଧିକା ହେଉଥିବ ତାର ୟୁଟ୍ୟୁବ୍ ପ୍ଲେବ୍ୟାକ୍ ସ୍ପିଡ଼୍ର ଆପଣ ମ୍ୟାନେଜ୍ କରିକି ଟିକେ କରିବେ। ଆଉ ଯଦି ଭିଡ଼ିଓଟା ଏପର୍ଯ୍ୟନ୍ତ ଭଲ ଲାଗୁଛି ଆଉ ମୋର ପଢ଼ିଆ ଆଉ ତୁମର ପିପିଟି ବି ମଧ୍ୟ ଭଲ ଲାଗୁଛି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ ଆଉ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରିଦେବେ ଯାହାଦ୍ୱାରା ସେମାନେ ମଧ୍ୟ ଏହି ଭିଡ଼ିଓ ଆଡ଼କୁ ଦେଖିପାରିବେ। ଆଉ ଯଦି ଆଗକୁ ଯେଉଁ ସବୁ ଆପଣଙ୍କ ଟିଚିଂ ଏକ୍ଜାମ୍ ଆସୁଛି ସେଥିରେ କଣ୍ଟିନ୍ୟୁଅସ୍ ସବୁ ହେଉଛି ମାରାଥନ୍ କ୍ଲାସ୍ ଆଡ଼େ ଆସିବ ସେଟା ତୁମେ ବେନିଫିଟ୍ ମଧ୍ୟ ପାଇପାରିବେ। ତାପରେ ବୁଝିବା ହାର୍ବର୍ଟ ରିଡ୍ଙ୍କ ବିଷୟରେ କିଛି ଜାଣିବା। ଫାର୍ଷ୍ଟ କିଛି ବେସିକ୍ ଇନଫର୍ମେସନ୍ ବୁଝିବା। ତାଙ୍କର ଫୁଲ୍ ନାମ ଥିଲା ସାର୍ ହାର୍ବର୍ଟ ଏଡୱାର୍ଡ ରିଡ୍। ବର୍ନ ହେଇଥିଲେ ଜନ୍ମଗ୍ରହଣ କେବେ କରିଥିଲେ 1843 ମସିହା 4 ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ ୟୁନାଇଟେଡ୍ କିଙ୍ଗଡମ୍ରେ। ମୃତ୍ୟୁବରଣ କରିଥିଲେ 12 ଜୁନ୍ 1968ରେ ସେଇ ୟୁନାଇଟେଡ୍ କିଙ୍ଗଡମ୍ରେ। ନ୍ୟାସନାଲିଟି ତାଙ୍କର ଇଂଲିଶ ଥିଲା। ପ୍ରଫେସନ୍ ସେ ଜଣେ ପୋଏଟ୍ ଥିଲେ, ଲିଟରାସି କ୍ରିଟିକ୍ ଥିଲେ,
ଆଉ ହେଉଛି ସରି ଲିଟରାରୀ କ୍ରିଟିକ୍ ଥିଲେ, ଆନ୍ସାରିଷ୍ଟ ଥିଲେ ଆଣ୍ଡ ଆର୍ଟ ଫିଲୋସଫର ଥିଲେ। Known for his influential writings on art, education and anarchy anarchy ହେଲା। ସେ ହେଉଛି ତାଙ୍କର କିଛି ରାଇଟିଂ ଲେଖିଥିଲେ ଆର୍ଟ ଉପରେ, ଏଜୁକେସନ୍ ଉପରେ ହେଲା। ଆନାର୍ଚି ମାନେ ଅରାଜକତା, ଆମ ଦେଶର ତାଙ୍କ ଯେଉଁ ଆମ ଦେଶର ସବୁ ଅରାଜକତା ସବୁ ହେଉଛି, ଲୋକମାନଙ୍କୁ କେମିତି କ'ଣ ଶୋଷଣ ହେଉଛି ତା ଉପରେ ସେ ସବୁ ଲେଖୁଥିଲେ। ସ୍ପାଉସ୍ ତାଙ୍କର ଥିଲେ କି ତାଙ୍କ ସ୍ତ୍ରୀ ଥିଲେ ଇଭେନଲି ରିଡ୍, ଚାଇଲ୍ଡ ଥିଲେ ଜନ୍ ରିଡ୍। ଆର୍ଲି ଲାଇଫ୍ ଆଣ୍ଡ ଏଜୁକେସନ୍ ବିଷୟରେ ପଢ଼ିବା। ବୋର୍ନ ଟୁ ଏ ଫାର୍ମର ଫ୍ୟାମିଲି ନିୟର ନୋନିଂଟନ୍ ନର୍ଥ ୟର୍କଶିର ହେଲା। ସେ ହେଉଛି ନୋନିଂଟନ୍ରେ ଗୋଟେ ମାନେ ହେଉଛି କୃଷକ ଫ୍ୟାମିଲିରେ ଜନ୍ମଗ୍ରହଣ କରିଥିଲେ। ଷ୍ଟଡିଡ୍ ଆଟ୍ ୟୁନିଭର୍ସିଟି ଅଫ୍ ଲିଡ୍ସ ବଟ୍ ହିଜ୍ ଷ୍ଟଡିଜ୍ ୱାର୍ ଇଣ୍ଟରପ୍ଟେଡ୍ ବାଇ ୱାର୍ଲଡ ୱାର୍ 1 ହେଲା। ସେ ହେଉଛି ୟୁନିଭର୍ସିଟି ଅଫ୍ ଲିଡ୍ରେ ପାଠ ପଢ଼ୁଥିଲେ, କିନ୍ତୁ ସେ ପାଠପଢ଼ା ଅଧାରୁ ଛାଡ଼ିଲେ କାହିଁକିନା ୱାର୍ଲଡ ୱାର୍ 1 ସେତେବେଳେ ଷ୍ଟାର୍ଟ ହେଇଥିଲା, ସେଥିପାଇଁ ତାଙ୍କୁ ପାଠପଢ଼ା ଛାଡ଼ିତେ ପଡ଼ିଲା। ସର୍ଭଡ୍ ଇନ୍ ବ୍ରିଟିଶ ଆର୍ମି ଇନ୍ ଫ୍ରାନ୍ସ ହେଲା। ଫ୍ରାନ୍ସରେ ବ୍ରିଟିଶ ଆର୍ମିରେ ସେ ହେଉଛି ଆର୍ମି ଭାବରେ ଜଏନ୍ କରିଥିଲେ। ଆୱାର୍ଡେଡ୍ ମିଲିଟାରୀ କ୍ରସ୍ ଆଣ୍ଡ ଡିଷ୍ଟିଂଗୁଇଶ୍ଡ ସର୍ଭିସ୍ ଅର୍ଡର ଫ୍ରମ୍ ବେବି, ତାଙ୍କର ସାହସିକତା ପାଇଁ ସେ ଦୁଇଟା ଆୱାର୍ଡ଼ ପାଇଥିଲେ, ଗୋଟେ ହେଉଛି ମିଲିଟାରୀ କ୍ରସ୍ ଆଉ ଗୋଟେ ଡିଷ୍ଟିଂଗୁଇଶ୍ଡ ସର୍ଭିସ୍ ଅର୍ଡର। ସେ ଏଇ ଯେଉଁ ଆର୍ମି ଭାବରେ ଜଏନ୍ କରିଥିଲେ, କିନ୍ତୁ କ୍ୟାପ୍ଟେନ୍ ପର୍ଯ୍ୟନ୍ତ ସେ ହେଉଛି ତାଙ୍କ ର୍ୟାଙ୍କକୁ ଦେଇଥିଲେ। ସେ କ୍ୟାପ୍ଟେନ୍ ପର୍ଯ୍ୟନ୍ତ ଯାଇକି ସେଠୁ ସେ ରିଟାୟାର୍ଡ ହେଇଥିଲେ। କ୍ୟାରିୟର ଆଣ୍ଡ କଣ୍ଟ୍ରିବ୍ୟୁସନ୍। One of the first English writers to engage in existentialism ହେଲା। ମାନେ ଫାଷ୍ଟ ଇଂଲିଶ ରାଇଟର ଥିଲେ, ଯିଏକି ସବୁ ବିଭିନ୍ନ ପ୍ରକାର ସବୁ ହେଉଛି ଆମ ଯେଉଁ ଲେଖା ମାଧ୍ୟମରେ କେମିତି ହେଉଛି ଆମ ଦେଶର ଯେଉଁ ସବୁ ବିରୋଧ ଯେଉଁ ଚାଲିଛି, ଶୋଷଣ କିମ୍ବା ଇକୁ ଚାଲିଛି, ତାକୁ କେମିତି ହଟେଇବେ ତା ଉପରେ ସେ ଫାଷ୍ଟ ଲେଖିଥିଲେ, ଇଂଲିଶ ରାଇଟର ଥିଲେ। ଫୋକସ୍ଡ ଅନ୍ ଆର୍ଟ କ୍ରିଟିସିଜିମ୍, ଆସ୍ଥେଟିକ୍ସ ଆଣ୍ଡ ଅନରିଷ୍ଟ ଫିଲୋସଫର ହେଲା। ଆର୍ଟ କ୍ରିଟିସିଜିମ୍ ଉପରେ ସେ ଫୋକସ୍ କରିଥିଲେ, ଆସ୍ଥେଟିକ୍ ଉପରେ ଲେଖୁଥିଲେ ନା, ଆଉ କିଛି ଫିଲୋସଫି ମଧ୍ୟ ଲେଖୁଥିଲେ। ଏ ଷ୍ଟ୍ରଙ୍ଗ ସପୋର୍ଟର ଅଫ୍ ମଡର୍ନ ଆର୍ଟ ଆଣ୍ଡ ଆର୍ଟିଷ୍ଟ, ସେ ଟ୍ରାଡିସନାଲ ଆର୍ଟକୁ ସପୋର୍ଟ କରୁନଥିଲେ, ସେ ମଡର୍ନ ଆର୍ଟକୁ ସପୋର୍ଟ କରୁଥିଲେ, ଆଉ ମଡର୍ନ ଆର୍ଟର ଯେଉଁ ଆର୍ଟିଷ୍ଟ ମାନେ ଅଛନ୍ତି ତାଙ୍କୁ ମଧ୍ୟ ସପୋର୍ଟ କରୁଥିଲେ। ପ୍ରମୋଟେଡ୍ ଦ ଆଇଡିଆ ଅଫ୍ ଆର୍ଟ ଇଜ୍ ଏସେନ୍ସିଆଲ ଟୁ ହ୍ୟୁମାନ୍ ଡେଭଲପମେଣ୍ଟ, ସ୍ପେଶିଆଲି ଇନ୍ ଏଜୁକେସନ୍। ଆମେ ୟା ପୂର୍ବରୁ ୟୁନିଟ୍ 1ରେ ଆମେ ପଢ଼ିଥିଲେ ଯେ ହେଉଛି ଆର୍ଟ ଆଉ ହ୍ୟୁମାନ୍ ଡେଭଲପମେଣ୍ଟ ଭିତରେ କିସ କନେକ୍ସନ୍ ଅଛି, ସେସବୁ ବିଷୟରେ ପଢ଼ିଥିଲେ। ସେଇ ଆଇଡ଼ିଆଟାକୁ ଇଏ ହେଉଛି ଆମର ହାର୍ଭର୍ଡ ରିଡ୍ ଇଏ ହେଉଛନ୍ତି ପ୍ରମୋଟ୍ କରିଥିଲେ। ସେ କହିଥିଲେ ଯେ ଆର୍ଟଟାକୁ କେମିତି ଏଜୁକେସନ୍ରେ କେମିତି କ'ଣ ତାର ହେଉଛି ଦରକାର ଅଛି, ତାପରେ ସେ ଆଇଡ଼ିଆ ଦେଇଥିଲେ। Co-founder of Institute of Contemporary Arts in 1947, ସେ ଗୋଟେ ଇନଷ୍ଟିଚ୍ୟୁଟ୍ ଖୋଲିଥିଲେ କଣ୍ଟେମ୍ପରାରୀ ଆର୍ଟସ୍ ବୋଲି 1947ରେ, ତାର ସେ co-founder ଥିଲେ। ତାପରେ ମେଜର ୱାର୍କ କିଛି ଅଛି, ଦ ମିନିଂ ଅଫ୍ ଆର୍ଟସ୍ ଇଜ୍ ଫେମସ୍ ବୁକ୍, ସେ ଗୋଟେ ବୁକ୍ ଲେଖିଥିଲେ, ତାଙ୍କ ନାଁ କ'ଣ, ଦ ମିନିଂ ଅଫ୍ ଆର୍ଟସ୍। ଆର୍ଟ ନାଉ ଗୋଟେ ମଡର୍ନ ପେଣ୍ଟିଂ ଆଣ୍ଡ ସ୍କଲ୍ପଚର ଉପରେ ଲେଖିଥିଲେ, ହେଉଛି ସେ ଗୋଟେ ବୁକ୍। ଆର୍ଟ ଆଣ୍ଡ ହିଷ୍ଟ୍ରି, ଆର୍ଟସ୍ ରୁଲ୍ ଇନ୍ ଇଣ୍ଡଷ୍ଟ୍ରିଆଲ ସୋସାଇଟି, ଇଣ୍ଡଷ୍ଟ୍ରିଆଲ ସୋସାଇଟିରେ ଆର୍ଟର କ'ଣ କ'ଣ ରୁଲ୍ ଅଛି ତା ଉପରେ ମଧ୍ୟ ସେ ଗୋଟେ ବହି ଲେଖିଥିଲେ ହେଲା। ଆର୍ଟ ଆଣ୍ଡ ସୋସାଇଟି, କନେକ୍ସନ୍ ବିଟୱିନ୍ ଆର୍ଟ ଆଣ୍ଡ କଲଚର, ଆର୍ଟ ଆଉ ସୋସାଇଟି ବା ଆର୍ଟ ଆଉ କଲଚର ଭିତରେ କ'ଣ କ'ଣ କନେକ୍ସନ୍ ଅଛି ତା ଉପରେ ସେ ଗୋଟେ ବହି ଲେଖିଥିଲେ 1937ରେ। ଆନାର୍ଚି ଆଣ୍ଡ ଅର୍ଡର, ଏନ୍ ଆନାର୍ଚିଷ୍ଟ ପଲିଟିକାଲ ଫିଲୋସଫି, ୟା ଉପରେ ଗୋଟେ ବହି ଲେଖିଥିଲେ, ଯେଉଁଟା ଆନାର୍ଚି ଆଣ୍ଡ ଅର୍ଡର 1945 ମସିହାରେ। ଏଜୁକେସନ୍ ଥ୍ରୋ ଆର୍ଟ ପ୍ରମୋଟେଡ୍ ଆର୍ଟ ଇନ୍ ଚାଇଲ୍ଡ ଡେଭଲପମେଣ୍ଟ ହେଲା। ଆର୍ଟକୁ କେମିତି ଆମେ ଚାଇଲ୍ଡ ଡେଭଲପମେଣ୍ଟର ପ୍ରମୋଟ୍ କରିବା ତା ଉପରେ ସେ ଗୋଟେ ବହି ଲେଖିଥିଲେ, ଯାହା ହେଉଛି ଏଜୁକେସନ୍ ଥ୍ରୋ ଆର୍ଟ। ତାପରେ ପଢ଼ିବା ଏଲିଓଟ୍ ଇସ୍ନର, ତାଙ୍କ ବିଷୟରେ ପଢ଼ିବା। ବେସିକ୍ ଇନଫର୍ମେସନ୍ କ'ଣ ନା, ଫୁଲ୍ ନେମ୍ ଥିଲା ଏଲିଓଟ୍ ଇସ୍ନର। ବର୍ନ କରିଥିଲେ ମାର୍ଚ୍ଚ 10, 1933 ଚିକାଗୋ, ଲିନିଓସ୍ ୟୁଏସ୍ଏରେ। ଡାଏଟ୍ ମୃତ୍ୟୁବରଣ କରିଥିଲେ ଜାନୁଆରୀ 10, 2014 ଷ୍ଟାନଫୋର୍ଡ କଲମ୍ବିଆ ୟୁଏସ୍ଏରେ ହେଲା। ଏଜୁକେସନ୍ କୋଉଠୁ ନେଇଥିଲେ, ୟୁନିଭର୍ସିଟି ଅଫ୍ ଚିକାଗୋରୁ ସେ PhD କରିଥିଲେ 1962 ମସିହାରେ। ପ୍ରଫେସର ସେ କ'ଣ ଥିଲେ, ପ୍ରଫେସର ଅଫ୍ ଆର୍ଟ ଆଣ୍ଡ ଏଜୁକେସନ୍ ଏଟ୍ ଷ୍ଟାନଫୋର୍ଡ ୟୁନିଭର୍ସିଟି। ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ସେ ଆର୍ଟ ଆଣ୍ଡ ଏଜୁକେସନ୍ର ପ୍ରଫେସର ଥିଲେ। ଫିଲ୍ଡ କ'ଣ, ସେ କେଉଁ ବିଷୟରେ ପଢ଼ଉଥିଲେ, ଆର୍ଟ ଏଜୁକେସନ୍ ବିଷୟରେ, ଆଉ କରିକୁଲମକୁ କେମିତି ଆମେ ସବୁ ସ୍କୁଲରେ ରିଫର୍ମ ହେବ ସେ ବିଷୟରେ ସେ ହେଉଛି ପଢ଼ଉଥିଲେ। ଅନର୍ସ ଆଣ୍ଡ ଆୱାର୍ଡ଼, କ'ଣ କ'ଣ ଆୱାର୍ଡ଼ ସେ ପାଇଛନ୍ତି ୟା ପାଇଁ, ଗ୍ରାଉମେର ଆୱାର୍ଡ଼ ଇନ୍ ଏଜୁକେସନ୍ 2005ରେ ପାଇଥିଲେ। ବ୍ରକ୍ ଇଣ୍ଟରନ୍ୟାସନାଲ ପ୍ରାଇଜ୍ ଇନ୍ ଏଜୁକେସନ୍ 2004ରେ ପାଇଥିଲେ। ଜୋସ୍ ଭାସ୍କୋନସିଲୋସ୍ ଆୱାର୍ଡ଼ ୱାର୍ଲଡ ଆୱାର୍ଡ଼ ଅଫ୍ ଏଜୁକେସନ୍ 1932ରେ ପାଇଥିଲେ। ଏଇଟା କ'ଣ ପାଇଁ ଏଇଟା ଦିଆଯାଇଥିଲା, ଫର୍ ଓଭର 30 ଇୟର୍ସ ଅଫ୍ ୱାର୍କ ଇନ୍ ଆର୍ଟସ୍ ଆଣ୍ଡ ଏଜୁକେସନ୍ ପଲିସି। ଆର୍ଟସ୍ ଆଉ ଏଜୁକେସନ୍ ପଲିସି ଉପରେ ସେ 30 ବର୍ଷ ଧରି କାମ କରିଥିବାରୁ ଏ ଆୱାର୍ଡ଼ଟା ତାଙ୍କୁ ମିଳିଥିଲା 1942 ମସିହାରେ। ଆଉ ସାର୍ ହାର୍ଭର୍ଡ ରିଡ୍ ଆୱାର୍ଡ଼ ଦିଆଯାଇଥିଲା 1997ରେ ତାଙ୍କୁ। ଆଉ ଗୋଟେ ହେଉଛି ଗଗ୍ନେଇନ୍ ଫେଲୋସିପି, ଇଏ ଗୋଟେ ମଧ୍ୟ ଆୱାର୍ଡ଼, ଯେଉଁଟାକି ସୋସିଆଲ ସାଇନ୍ସ ଇନ୍ US ଆଣ୍ଡ କାନାଡ଼ା ଉପରେ ଏଇଟା ପାଇଁ ମିଳିଥାଏ। ତାପରେ ବିଲିଫ୍ସ ଆଣ୍ଡ କଣ୍ଟ୍ରିବ୍ୟୁସନ୍, ତାଙ୍କର କ'ଣ କ'ଣ ବିଲିଫ୍ସ ଥିଲା, କ'ଣ କ'ଣ ଉପରେ କଣ୍ଟ୍ରିବ୍ୟୁଟ୍ ସେ କରିଥିଲେ।
डॉक्टर आइसनर एम्फासाइज द इम्पोर्टेंस ऑफ आर्ट इन एजुकेशन से एम्फासाइज माने जो करिकुलम रिफॉर्मर थिले तो से आर्ट आर्ट टाको एजुकेशन केमती कोन इम्पोर्टेंट से विषय से एम्फासाइज देथिले ही बिलीव दैट आर्ट टीचेस चिल्ड्रन एसेंशियल लाइफ एंड थिंकिंग स्किल से विश्वास रखुଥିଲେ जे आर्ट द्वारा पिला माने ताको लाइफ रे किछ एसेंशियल स्किल मध्ये सिखिथांती आ ताको थिंकिंग पावर मध्ये डेवलप हेताय अकॉर्डिंग टू हिम आर्ट एजुकेशन हेल्प्स स्टूडेंट टू अंडरस्टैंड हाउ डिजाइन इन्फ्लुएंस ह्यूमन एक्सपीरियंस एंड इमोशंस से तुलन आर्ट एजुकेशन पिला किमती हो हेल्प करता है ना पिला बुझियार अंडरस्टैंड कर हेल्प करता है जे किमी आर्ट एजुकेशन ह्यूमन एक्सपीरियंस और इमोशन उपर प्रभाव पकई था डेवलप इंटेलिजेंस थ्रू सिम्बल्स इमेजेस एंड नॉन वर्बल फॉर्म्स ऑफ अंडरस्टैंडिंग तो आमर बुद्धि हूँ डेभलप होता है आम इंटेलिजेंस डेभलप होता है किमी किसी सिम्बल द्वारा किसी इमेज द्वारा तो किसी नॉन वर्बल फॉर्म्स ऑफ अंडरस्टैंडिंग किसी एक्शन बा एक्टिंग द्वारा आमर इंटेलिजेंस डेभलप होता है बोली पिलामानकर इंटेलिजेंस डेभलप होता है बोली से होता है एटस तुम चार जन विषय पूरा कंप्लीट सरी जाइए जदि वीडियोटा भल लगी वीडियो को लाइक कर चैनल टाइम सब्सक्राइब करदे मत कमेंट कहे किमी कौन ये विषयटा लगे आगुरी आप बही पढ़ी कि ना विषय गोटे कमेंट कहे थैंक यू फॉर वाचिंग माय वीडियो टिल द एंड जय जगन्नाथ।